ସମସ୍ତଙ୍କୁ ନମସ୍କାର। ଆଉ ମାତ୍ର 2 ଦିନ ରହିଲା BLLB କୋର୍ସ କରିବା ପାଇଁ ଯିଏ ଚାହୁଁଛନ୍ତି ସାମ୍ସ ଅଣ୍ଡରରେ, ତ ଆଉ 2 ଦିନ ପରେ ଫର୍ମ ଫିଲ୍ଅପ୍ ବନ୍ଦ ହେଇଯିବ। ତ ସେଥିପାଇଁ ଯେଉଁ ଭାଇ ଭଉଣୀମାନେ ଚାହୁଁଛନ୍ତି LLB କରିବା ପାଇଁ ପ୍ଲସ୍ ଟୁ ପରେ କରିବା ପାଇଁ, ତ ନିଶ୍ଚିତ ଭାବେ ଆପ୍ଲାଏ କରିପାରିବେ। କେଉଁ ଜାଗାରେ ଆପ୍ଲାଏ କରିବେ? ଏଇ ଦେଖନ୍ତୁ +3 ଡିଗ୍ରୀ ଯେଉଁ ଲେଖା ହେଇଛି ତା ଭିତରେ, କାରଣ ଏଟା ଯେହେତୁ +2 ପରେ, ତ ସେଥିପାଇଁ ୟା ଭିତରେ ତୁମେ ଯଦି କ୍ଲିକ୍ କରିବ ଜାଣିପାରିବ ଏଟାକୁ କ୍ଲିକ୍ ମାନେ କେଉଁ ଜାଗାରେ ପାଇବ। ତ samsodisha.gov.in ରେ ଯଦି ତୁମେ ଲଗ୍ଇନ୍ କରିବ କ୍ରୋମ୍କୁ ଯାଇକି, ତ ଏଭଳିଆ କିଛି ଇଣ୍ଟରଫେସ୍ ଆସିବ। ଇଣ୍ଟରଫେସ୍ ଆସିଲା ପରେ +3 ଡିଗ୍ରୀ କ୍ଲିକ୍ କରିବ। କ୍ଲିକ୍ କରିସାରିଲା ପରେ ଏଇଠି ଯେଉଁ ତାଙ୍କର ନୋଟିଫିକେସନ୍ ଅଛି ଦେଖନ୍ତୁ, ଟାଇମ୍ ଲାଇନ୍ କେବେ କ'ଣ ଅଛି ସେଇଟା ମୁଁ ଦେଖୁଛି। ଏଇ ଯେଉଁ ଫାଷ୍ଟ ନୋଟିଫିକେସନ୍ଟା, ଏ ଯଦି ଆମେ ଦେଖିବା, ଏଟା ଆମର ଅଲରେଡ଼ି 10 ତାରିଖ ଲାଷ୍ଟ ଡେଟ୍ ଅଛି। 10 ଜୁନ୍ ମାନେ ଆଉ 2 ଦିନ ପରେ 11:45 ରାତି 11:45ରେ ବନ୍ଦ ହେଇଯିବ। ତ ସେଥିପାଇଁ ତା ଆଗରୁ ଟ୍ରାଏ କର ଆଜି କାଲି ଭିତରେ ପକେଇ ଦେବା ପାଇଁ, କାରଣ 10 ତାରିଖ ଦିନ ସର୍ଭର ଜାମ୍ ହେଇଯିବ। ଆଉ ତାପରେ ମାତ୍ର 7 ଦିନ ପରେ 17 ଜୁନ୍ରେ ତୁମର ଫାଷ୍ଟ ରାଉଣ୍ଡର ଯେଉଁ ସିଲେକ୍ସନ୍ ଆସିବ, ଫାଷ୍ଟ ରାଉଣ୍ଡ ସିଲେକ୍ସନ୍। ଆଉ ତାକୁ 17 ଜୁନ୍ରେ ତୁମେ ଯାହା ବି କରିବ, ସାଇଡ଼୍ ଫ୍ଲୋଟ୍ ଯାହା ବି ଅପସନ୍ ଦେବ, ସେ ବିଷୟରେ ମୁଁ ଗୋଟେ ଭିଡ଼ିଓ ବନେଇବି। 18 ତାରିଖ 20 ତାରିଖ 29 ତାରିଖ ପରେ ତୁମର ରାଉଣ୍ଡ 2 ଆସିବ। ରାଉଣ୍ଡ 2 ଆଉ ରାଉଣ୍ଡ 3 ବି ଏଥିରେ ଅଛି। ତ 3ଟା ରାଉଣ୍ଡ ସିଲେକ୍ସନ୍ ହେବ। ତ ସେଥିପାଇଁ ଲାଷ୍ଟ ପର୍ଯ୍ୟନ୍ତ ୱେଟ୍ କରିଥିବ ଯଦି ତୁମର ଇଚ୍ଛା ହିସାବର କଲେଜ ପାଉନ। ଏବେ ଦେଖିବା ପ୍ରୋସେସ୍, ଦେଖିବା କେମିତି କ'ଣ ପ୍ରୋସେସ୍। ସେ ପ୍ରୋସେସ୍ ଜାଣିବା ପାଇଁ ହେଲେ ଏଇ ଦେଖନ୍ତୁ, ଏଇଠି ଟୋଟାଲ୍ ଉପରେ ୟୁଜର୍ ମାନୁଆଲ୍ ଫର୍ ଚୁଜ୍ ଫ୍ରିଜ୍ ଫ୍ଲୋଟ୍ ଅର୍ ସ୍ଲାଇଡ୍, ଏଇ ଜାଗା ଉପରେ ତୁମେ କ୍ଲିକ୍ କରିବ। ଟୋଟାଲ୍ ଉପରେ ସେ ଦେଖେଇ ଦେଇଛି ଷ୍ଟେପ୍ ବାଇ ଷ୍ଟେପ୍ କ'ଣ କ'ଣ କରିବ। ଏଇ ଷ୍ଟୁଡେଣ୍ଟ ଲଗ୍ଇନ୍ ଯାଇକି କ'ଣ କ'ଣ କରିବ, ମୁଁ ତୁମକୁ ୟା ଭିତରେ ଯେଉଁଭଳିଆ ଦେଇଛି ମୁଁ ସେଇଟାକୁ ଶୋ କରୁଛି ତୁମକୁ। ସେଟାକୁ କ୍ଲିକ୍ କରିସାରିଲା ପରେ ଏଇଭଳିଆ ଆସିବ କମନ୍ ୟୁଜର୍ ମାନୁଆଲ୍ 26-27ର ଏଭଳିଆ କିଛି ଇଣ୍ଟରଫେସ୍ ଆସିବ। ଏଇ ଦେଖନ୍ତୁ, ଏଇ ଯେଉଁ ଆସିଥିଲା ଆମେ ଯେଉଁଠି ଫାଷ୍ଟ ଥିଲେ +3 ଡିଗ୍ରୀରେ କ୍ଲିକ୍ କରିବ। କ୍ଲିକ୍ କରିସାରିଲା ପରେ ଏଇଭଳିଆ ଭିତରକୁ ଯିବ। ଭିତରକୁ ଗଲା ପରେ ଏଇ ଯେଉଁ ଷ୍ଟୁଡେଣ୍ଟ ଲଗ୍ଇନ୍ରେ କ୍ଲିକ୍ କରିବ। ଲଗ୍ଇନ୍ରେ କରିସାରିଲା ପରେ ଏଇଭଳିଆ ଇଣ୍ଟରଫେସ୍ ଆସିବ। ଏଇଠି ଆସିଲା ପରେ ଦେଖନ୍ତୁ ସାଇନ୍ ଇନ୍ ଅଛି, ସାଇନ୍ ଅପ୍ ଅଛି। ତ ସାଇନ୍ ଅପ୍ରେ କ୍ଲିକ୍ କରିବ। ଯେଉଁମାନେ ଫାଷ୍ଟ ଟାଇମ୍ ଇଏ କରୁଛନ୍ତି ସାଇନ୍ ଅପ୍ରେ କ୍ଲିକ୍ କରିବ। ସାଇନ୍ ଅପ୍ରେ କ୍ଲିକ୍ କଲେ ଏଇଭଳିଆ ଆସିବ। ନ୍ୟୁ ୟୁଜର୍ ରେଜିଷ୍ଟ୍ରେସନ୍, ନେମ୍ ଅଫ୍ ଦ ଷ୍ଟୁଡେଣ୍ଟ, ଡେଟ୍ ଅଫ୍ ବାର୍ଥ, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ଯେଉଁ ତୁମର +2ରେ ଯାହା ବି କିଛି ତୁମର ନାଁ, ଡେଟ୍ ଅଫ୍ ବାର୍ଥ, ମୋବାଇଲ୍ ଇଏ ଅଛି, ତ ସେଇ ହିସାବରେ ତୁମେ ଇଏ କରିବ। ତାପରେ ଜେନେରେଟ୍ OTPକୁ ଯିବ। ଜେନେରେଟ୍ OTP ଗଲେ OTP ତୁମର ଆସିବ। ଏଭଳିଆ ତାପରେ ଏଇଭଳିଆ କିଛି ଇଣ୍ଟରଫେସ୍ OTP ଆସିଥିବ। ସେ ଭେରିଫିକେସନ୍ କୋଡ଼ ତୁମ ମୋବାଇଲ୍ ନମ୍ବରକୁ ନହେଲେ ଇମେଲ୍ ଆଇଡିକୁ 5 ମିନିଟ୍ ଭିତରେ ଯିବ, ଯେଉଁଟା 5 ମିନିଟ୍ ଭ୍ୟାଲିଡିଟି। ଏଣ୍ଟର ଭେରିଫାଇଂ କୋଡ଼୍ ମାରିବ। ତାପରେ ପାସୱାର୍ଡ଼ କ'ଣ ଦେବ? ପାସୱାର୍ଡ଼ ସବୁବେଳେ ମନେ ରଖିଥିବ, ଗୋଟେ ସ୍ପେଶାଲ୍ କ୍ୟାରେକ୍ଟର ଥିବ, ଗୋଟେ ତୁମର ଲୋଅର୍ ଲେଟର୍ ଥିବ ଆଉ ଅପର୍ ଲେଟର୍ ଥିବ। ଯେମିତି ଦେଖନ୍ତୁ ଏଇଠି ତୁମକୁ ଦେଇଦେଇଛି, ଯଦି ତୁମ ମୋବାଇଲ୍ ନମ୍ବର ଧରାଯାଉ ମୋ ନାଁ କିରଣ, ମୋର ଫାଷ୍ଟ ଲେଟର୍ ହେଲା ବଡ଼ ରଖିବା, ତାପରେ କିରଣ KIRN ସ୍ମଲ୍ ଲେଟର୍ ରହିବ, ତାପରେ ସ୍ପେଶାଲ୍ ସିମ୍ବଲ୍ @ ହଉ ରହୁଛି, ତା ସହିତ ନମ୍ବର ବି ରହିବ। ତ ଏଇଭଳିଆ କରିକି ପାସୱାର୍ଡ଼ଟା କରିବ। 8ଟା କ୍ୟାରେକ୍ଟର ବିଶିଷ୍ଟ କରିବ। ଦୁଇଟା କନଫର୍ମ ପାସୱାର୍ଡ଼ କରିକି ସବମିଟ୍ ମାରିବ। ସବମିଟ୍ ମାରିସାରିଲେ ଏଇଠି ଦେଖିବ ୟୁ ହ୍ୟାଭ୍ ସକ୍ସେସଫୁଲ୍ ରେଜିଷ୍ଟର, ଏଇଟା ରେଜିଷ୍ଟର ହେଇଯିବ। ଆଉ ଯଦି ଫରଗେଟ୍ କରିବା ପାଇଁ ଚାହୁଁଛ, ଫରଗେଟ୍ ପାସୱାର୍ଡ଼ ବି ଅଛି। ତ ମୋବାଇଲ୍ ନମ୍ବର ଇମେଲ୍ ଦେଇକି ପୁଣି OTP ଦେଇକି ତୁମେ କରିପାରିବ। ତାପରେ ଯେତେବେଳେ ତୁମେ ଲଗ୍ଇନ୍ କରିବ, ଲଗ୍ଇନ୍ କରିସାରିଲା ପରେ ଏଇଭଳିଆ ଇଣ୍ଟରଫେସ୍ ଆସିବ। ଦେଖ ୟୁଜର୍ ପ୍ରୋଫାଇଲ୍, CAF କମନ୍ ଆପ୍ଲିକେସନ୍ ଫର୍ମ ଆଉ କମନ୍ ପ୍ରିଣ୍ଟ, ଏଇଭଳିଆ ଆସିବ। ଏଇଭଳିଆ ଆସିଲା ପରେ ତୁମେ ଷ୍ଟାର୍ଟିଂରୁ ଯେତେବେଳେ କ୍ଲିକ୍ କରିବ, ଡୁ ୟୁ ୱାଣ୍ଟ ଡିଜିଲକର୍, ୟେସ୍ କି ନୋ ତୁମ ହିସାବରେ ମାରିବ। ଯଦି ଡିଜିଲକର୍ ତୁମର ଥିବ ମାରିବ, ନହେଲେ ନାହିଁ। ଏଇ ଯେଉଁ ୟୁଜର୍ ପ୍ରୋଫାଇଲ୍ରେ ଥରେ ଦେଖିଦେବ, ଯଦି ତୁମର ନାଁ ଠିକ୍ ଠାକ୍ ଅଛି, ନା ଯଦି ଅପଡ଼େଟ୍ କରିବା କଥା କରିଦେବ। ଯାହା ନାଁ ଲେଖିବ, ଡେଟ୍ ଅଫ୍ ବାର୍ଥ ଦେଖିବ, ତାପରେ ନେଇକି ସବମିଟ୍ ମାରିବ। ତାପରେ ଯେତେବେଳେ କମନ୍ ଆପ୍ଲିକେସନ୍ ଫର୍ମ ତା ତଳଟା ଇଏ କରିବ, ୟା ପରେ କମନ୍ ଆପ୍ଲିକେସନ୍ ୟୁଜର୍ ପ୍ରୋଫାଇଲ୍ ପରେ କମନ୍ ଆପ୍ଲିକେସନ୍ ଫର୍ମ ଲେଫ୍ଟ ସାଇଡ଼୍ ଦେଖନ୍ତୁ, ଲେଫ୍ଟ ସାଇଡ଼୍ରେ ଯେଉଁ 3ଟା ଡଟ୍ ଅଛି, 3ଟା ଡଟ୍ କ୍ଲିକ୍ କରିସାରିଲା ପରେ ଏଇଭଳିଆ 3ଟା ଅପସନ୍ ଆସିବ। ଯେଉଁ କମନ୍ ଆପ୍ଲିକେସନ୍ ଫର୍ମକୁ ଆପ୍ଲାଏ କରିବ, ତାପରେ ଆପ୍ଲାଏ କଲେ ଏଇଭଳିଆ କିଛି ପଳାଇଯିବ। ଏଇଠି ସବୁ ଦେଇଛି କୋର୍ସ NEP 2020 ଅନୁସାରେ କେଉଁ ଟାଇପ୍ର କୋର୍ସ ଅଛି, ଏଇଟା ଟିକେ ପଢ଼ି ଦେଇଥିବ। ପଢ଼ି ଦେଇକି ତୁମକୁ ଏଇଠି ଅଣ୍ଡରଟେକିଂ ମାରିଦେବ। ତା ପ୍ରୋସିଡ୍ ଟୁ ଆପ୍ଲାଏ କମନ୍ ଆପ୍ଲିକେସନ୍ ଫର୍ମ ମାରି ସାରିଲା ପରେ ତାପରେ ଏଇଭଳିଆ ପଳାଇଯିବ। ଏଇଠି ତୁମର ପାଷ୍ଟ ହେଇଛ କି ଆଫ୍ଟର ହେଇଛ, ପୁରା ଡିଟେଲ୍। ଏଇଟା କିଛି ମାନେ ସମସ୍ତଙ୍କୁ ଜଣାଥିବ, ଆରାମସେ କରିବ। ଯଦି ଯେହେତୁ ଲେଟ୍ ହେଇଗଲାଣି, ଯଦି ନ କରିପାରିବ ତ ସାଇବର କ୍ୟାବ୍କୁ ତୁମେ ଯାଇକି କର। ଆଉ ଯଦି ମୋ ପାଖରୁ କିଛି ହେଲ୍ପ ଚାହୁଁଛ ତ ମୋତେ ମେସେଜ୍ କର। ତା ସହିତ ଫିସ୍ ସବୁ ପେମେଣ୍ଟ କରିଦେବ। ମୁଁ ନିଶ୍ଚିତ ଭାବେ ତୁମକୁ ରାତିରେ ଫ୍ରି ହେଇକି ନିଶ୍ଚିତ ପକାଇଦେବି। ଯେଉଁ ଭାଇ ଭଉଣୀମାନେ ପକାଇ ପାରୁନାହାନ୍ତି, ସାଇବର କ୍ୟାବ୍କୁ ପ୍ରଥମେ ଯାଅ। ଯଦି ସାଇବର କ୍ୟାବ୍ରେ ନ ପାରୁଛନ୍ତି ତ ମୋତେ ନିଶ୍ଚିତ ଜଣାଇବ। ଏଇଠି ତୁମର ପୁରା ଡିଟେଲ୍ ଦେବ,
डिटेल दे सारा पर देखो ये पास्ट appeared अच्छी तापर नेम ऑफ एग्जामिनेशन काउंसिल ईयर ऑफ पासिंग एग्जाम टाइप को टाइप रो कौन सब ये फोटो दबो अपलोड फोटो ये सब जिनस आपार आईडी ठीक अच्छे ये जहाँ अर्फान अच्छा कि चाइल्ड विदाउट बायोलॉजिकल अडॉप्टेड पेरेंट जो अडॉप्टेड पेरेंट थो येस कि नो स्टेइंग चिल्ड्रेन केयर इंस्टीट्यूट थी येस कि नो ग्रीन पास से तुम मार डिटेल ऑफ सिक्योर +2 इक्विवेलेंट एग्जाम जदि तुमे आपियर्ड लिखि ताने ये सब एटा सब कौन हो ब्लैंक है माने एटा क्लिक करिया पड़ोनी जदि तुम पास लिखि +2 टा तो यहाँ को तुम भरिया पड़ो ये तुम स्कूल डिटेल भरिया पड़ो ठीक से भाई ये जिनसा पूरा एक्सप्लेन कर टोटाल देखिए तुम ये फोटो अपलोड कर फोटो अपलोड केमी कर एमबी भितर दरकार 2 MB भितर होता दरकार आ जेपीजी एमबी बीएमपी पीएनजी फाइल होता दरकार ठीक अच्छे ये कौन है डू नॉट अपलोड पिक्चर कंटेनिंग सेलिब्रिटीज माने तुम सेल्फी फेल्फी फोटो अपलोड करनी तुम निज पासपोर्ट साइज फोटो जो उठी कही सफ्ट कपीटा देते हैं तुम अपलोड कर तुम ये पूरा डिटेल एक्सप्लेन कर पूरा आराम से देखी 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 घंटे 1.5 घंटा देखिए तुम बुझिकी कर तो वन्स एटा सरला परमानेंट एड्रेस प्रथम से कमन एप्लिकेशन पर्सनल इनफॉरमेशन जीव तापर एड्रेस एंड इनफॉरमेशन जीव रिजर्वेशन जीव तापर ऑप्शन इनफॉरमेशन जीव ये देखो ये जो आमर रहा परमानेंट एड्रेस रे तुम एड्रेस दब रेसिडेंट सर्टिफिकेट देले चलो नदेले भी चलो रेसिडेंट सर्टिफिकेट नहने भी चलो किंतु इफ यू विश टू कंसीडर द फॉर द स्कॉलरशिप प्लीज प्रोवाइड योर इनकम डिटेल्स जो तुम स्कॉलरशिप पाइबा चाहूँ तो फादर ऑक्युपेशन जो स्कॉलरशिप तुम बापांकर जो इनकम सर्टिफिकेट तार डिटेलटा दे पार आ माँ कौन करती ये करती सर्टिफिकेट डिटेलटा दे पार बैंक इनफॉरमेशन बैंक डिटेल करेक्ट कर अदर इनफॉरमेशन स्पेशल कैटेगरी जो तुम किसी थी तो स्पेशल कैटेगरी तुम दे पार ये देखिए यहाँ को देखिए रिजर्वेशन डिटेल ना जार एसटी एससी एससी बीसी से जो मैंने अच्छा रिजर्वेशन अच्छी कटअफ कम जो तो से केयरफुल भाव दब ता सहित ये भी दे पार जो मैंने एक्स सर्विस मैंने अच्छा से भी दे पारे रिजर्वेशन रोचे सेव नेक्स्ट कर सहित ये देखो यहाँ हूँ BLLB स्टूडेंट निहाती जरूरी जाना ये देख गवर्नमेंट कॉलेज अच्छी BALLB देखो BA लॉ ये अच्छी यहीटा को आमको क्लिक करने पड़ो कारण यहाँ ही आम मेन एति पर्यंत समस्ते +2 छुआ भी सब ये करेंगे जो मैंने आर्ट्स साइंस पढ़ाई चाहूँगी तो से क्लिक करेंगे सहित जो मैंने BLLB करने तो यहाँ स्पेशली यहाँ क्लिक करेंगे क्लिक कर सारापर अलग ऑप्शन आसो तो से हिसाब से कॉलेज फर्स्ट सिलेक्शन क्या देवे सेकेंड सिलेक्शन क्या देवे यहाँ से देवे ठीक अच्छे ये देखो BLLB लॉ BLL लॉ रे क्लिक करी तुम जेको सब्जेक्ट तुम चूज करवा कथा से तुम ये कर एवं किसी इंटरव्यूज आसो 2-3टा कॉलेज तुम चूज कर मिनिमम 5टा कॉलेज कर सारापर एवं पूरा डायरेक्ट तुम प्रिंट हो पलैसो तुम एप्लिकेशन फॉर्म ये टोटाल थे चेक करके सेव एंड प्रोसीड क्लिक कर दो डू एंड सबमिट द एप्लिकेशन तार पेमेंट ऑप्शन आसो पेमेंट तुम जोटा HDFC SBI जोटा क्लिक करने सहित तुम UPI पेमेंट भी हो पार ठीक अच्छे ये जो पेमेंट अच्छी प्रिंट अच्छी जो पेमेंट कर तुम यहाँ को ये कर सारापर ये जो ऑनलाइन पेमेंट अच्छी ऑनलाइन पेमेंट तुम QR कोड कर ATM कर सब जगह कर थ्रो तुम ये थी जो मोबाइल ऐप गूगल पे फोन पे तादर भी तुम कर सारापर प्रिंट मार तुम होगा वन्स पेमेंट हो सारापर तुम एवं किसी गोटे पलैस डाउनलोड कर तुम रख ठीक अच्छे आटा तुम 7 तारीख बेलू देखो तब चेक कर तुम यूजर आईडी पासवर्ड ये मारी चेक कले तुम जापर यहाँ प्रोसेस मुझे कहीं ये कर मो पास समय ना मुझे यहाँ गोटे डेमो ये बनवाई तो यहाँ मुझे कहीदेली ता सहित आउ जी जानापी चाहिए जेकोसी विषय में मत मेसेज कर आउ जो भाई भाई मैंने मेसेज कर 3 इयर LLB तो से कही रखुच्छी जेबे स्टार्ट हम तुमको निश्चित भाव जनइबी थ्रो वीडियो मध्यम स्टार्टिंग ही तुमको जनइबी
ଆଉ 2 ଦିନ ରହିଲା BA LLB କୋର୍ସ করে ଯେଉଁମାନେ ଚାହୁଁଛନ୍ତି ନିଶ୍ଚିତ ଭାବରେ କରନ୍ତୁ। এই ୟୁଜର୍ ମାନୁଆଲ୍ ଫର୍ ଚୁଜ୍ ଫ୍ରି ୟର୍ ଫଣ୍ଡ ଏଇଟାକୁ କ୍ଲିକ୍ କଲେ ସେ ଯେଉଁ ଫାଇଲ୍ଟା ଡାଉନଲୋଡ଼ ତୁମର ହେଇଯିବ। ଆଉ ହେଇଗଲା ତା ଠିକ୍ସେ ଭାବେ ଦେଖିବ, ତାପରେ ଯାଇକି ଏଇ ଷ୍ଟୁଡେଣ୍ଟ ଲଗଇନ୍ରେ କ'ଣ କରିକି ଷ୍ଟେପ୍ ବାଇ ଷ୍ଟେପ୍ କରିବ। ତା ଯଦି ନ କରିପାରୁଛ ତ ସାଇବର କ୍ୟାଫ୍ ଯାଅ, ସାଇବର କ୍ୟାଫ୍ରେ ଯାଇକି ଟ୍ରାଏ କର। ସାଇବର କ୍ୟାଫ୍ ଯଦି ନ କରିପାରୁଛନ୍ତି ତ ନିଶ୍ଚିତ ମୋତେ ମେସେଜ୍ କରିବେ ମୋ ଇଏ କଣ୍ଟାକ୍ଟ ନମ୍ବରରେ ମୁଁ ଡିସ୍କ୍ରିପ୍ସନ୍ରେ ଜଣାଇ ଦେଇଥିବି। ତ ମୁଁ ନିଶ୍ଚିତ ଭାବେ ତୁମକୁ ରାତିରେ ଆପ୍ଲାଏ କରିଦେବି, କାରଣ ଦିନରେ ସମୟ ହେବ ନାହିଁ। ଧନ୍ୟବାଦ।